সর্বপ্রথমে পরমেশ্বর ধন্যবাদ। ପରମେଶ୍ୱର ଆଜି ଗୋଟିଏ ସୁନ୍ଦର ସମୟ ଦେଲେ ପରମେଶ୍ୱରଙ୍କ ବାକ୍ୟ କହିବା ପାଇଁ। ବହୁତ ଦିନ ହେଲା ମୁଁ କହିପାରୁନାହିଁ, ବ୍ୟସ୍ତ ରହୁଛି। ସେଥିପାଇଁ ଆଜି ଗୋଟିଏ ପରମେଶ୍ୱର ବାକ୍ୟ କହିବାରେ ପରମେଶ୍ୱର ସୁଯୋଗ ଦେଲେ। ଯେଉଁମାନେ ଆପଣମାନେ ଦେଖୁଅଛ, ପରମେଶ୍ୱର ବାକ୍ୟ ଶୁଣୁଅଛ, କମେଣ୍ଟ କର, କ'ଣ ଲାଗୁ କରୁଛ ଦୟାକରି ବି କହିପାର କମେଣ୍ଟରେ, ଯାହାକି ନୂତନ ମେସେଜ ଆଣିବି। ଆଜି ଟପିକ୍ ଅଛି ସଦାପ୍ରଭୁ ମୋହର ନିବେଦନ ଶୁଣୁଅଛନ୍ତି। ଟପିକ୍ ଯାହାକି ଆଜି ଅନେକ ଲୋକ କହୁଛନ୍ତି ଯେ ଆମର ପ୍ରାର୍ଥନା, ଆମର ବିନତି ଶୁଣୁନାହାନ୍ତି ବୋଲିକି। ସେଥିପାଇଁ ଆଜି ଟପିକ୍ ରଖୁଛି। କ'ଣ ଲେଖା ଅଛି? ଗୀତ ସଂହିତା ଗୀତ 6:9 ଆଉ ସାମ୍ସ 6:9 କ'ଣ ଲେଖା ଅଛି? ସଦାପ୍ରଭୁ ମୋହର ନିବେଦନ ଶୁଣୁଅଛନ୍ତି, ସଦାପ୍ରଭୁ ମୋହର ପ୍ରାର୍ଥନା ଗ୍ରହଣ କରିବେ। ପ୍ରିୟ ଲୋକମାନଙ୍କୁ ମୁଁ କହୁଅଛି, ସଦାପ୍ରଭୁ ମୋହର ନିବେଦନ ଶୁଣୁଅଛନ୍ତି। ଆଜି ଅନେକ ପରିବାର ପ୍ରଭୁ ଯୀଶୁକୁ ବିଶ୍ୱାସ କରୁଅଛନ୍ତି, ପ୍ରାର୍ଥନା କରୁଅଛନ୍ତି, ବିଭିନ୍ନ ପ୍ରଭୁକୁ ଦାବି କରୁଅଛନ୍ତି, ଆମର ପ୍ରାର୍ଥନା ଗ୍ରହଣ କରାଯାଉ ନାହିଁ ବୋଲିକି କହୁଛନ୍ତି। ସଦାପ୍ରଭୁ ମୋହର ନିବେଦନ ଶୁଣି ଆମେ ଯେକୌଣସି ବିଷୟରେ ପ୍ରାର୍ଥନା କରୁଅଛୁ, ସେଇଟା ସବୁ ପରମେଶ୍ୱର ଶ୍ରବଣ କରନ୍ତି। ପରମେଶ୍ୱର କ'ଣ? ଆମର ପରମେଶ୍ୱର ଯାହାକି କାହ୍ନା ନାହିଁ, ସେ ଯାହାକି ବଧିର ନାହିଁ, ସେ ଶ୍ରବଣ କରନ୍ତି। କ'ଣ ପାଇଁ ଆଜି ଆପଣମାନଙ୍କର ଉତ୍ତର ଆସୁନାହିଁ ଜାଣୁଅଛ? ମେନ୍ ହେଲା ଆପଣଙ୍କର ବ୍ୟକ୍ତିଗତ ପାପ, ବିଭିନ୍ନ ପ୍ରକାର ଖରାପ ଜିନିଷ କରୁଅଛ, ସେ ପ୍ରାର୍ଥନାର ଉତ୍ତର ଆସିପାରୁନାହିଁ। ସେଥିପାଇଁ କ'ଣ କରେ? ସଦାପ୍ରଭୁ ମୋହର ନିବେଦନ ଶୁଣୁଅଛନ୍ତି। ଯାହାକି ଦାଉଦ ଯେତିକି ପ୍ରାର୍ଥନା କରୁଥିଲେ, ସେତିକି ସଦାପ୍ରଭୁ ତାଙ୍କ ପ୍ରାର୍ଥନା ଗ୍ରହଣ କରୁଥିଲେ। ଆମେ ଯଦି ପ୍ରାର୍ଥନା କରୁଅଛୁ, ପ୍ରଭୁଙ୍କର ଇଚ୍ଛା ଯେଉଁଟା ସେଇ ଜିନିଷ ମାଗିଲେ ପ୍ରଭୁ ଆମର ପ୍ରାର୍ଥନା ନିବେଦନ ଶୁଣିବେ। ପ୍ରାର୍ଥନା ଅର୍ଥ କ'ଣ ଜାଣିଛ? ନିବେଦନ ପ୍ରଭୁକୁ ଆମେ ଜଣାଉଅଛୁ। ଯେମିତି ଆମର ଗୋଟେ ଆବଶ୍ୟକ ପଡ଼ିଲେ ଗୋଟିଏ ବାପାକୁ କି ଗୋଟିଏ ମାଆକୁ ଆମେ ଜଣାଉଛୁ ନିଜ ପରିବାରରେ, ସେଇଭଳିଆ ଆମେ ପରମେଶ୍ୱରକୁ ଜଣାଉଛୁ। ସେଥିପାଇଁ କ'ଣ ନିବେଦନ କରୁ? ସଦାପ୍ରଭୁ ମୋହର ପ୍ରାର୍ଥନା ଗ୍ରହଣ କରିବେ। ସଦାପ୍ରଭୁ ସମସ୍ତଙ୍କର ପ୍ରାର୍ଥନା, ମୋର ପ୍ରାର୍ଥନା ଯଦି ପରମେଶ୍ୱର ଗ୍ରହଣ କରୁଛନ୍ତି, ଯଦି ଦାଉଦ କହୁଛି ସଦାପ୍ରଭୁ ମୋହର ପ୍ରାର୍ଥନା ଗ୍ରହଣ କରିବେ। ଯଦି ପ୍ରିୟ ଲୋକମାନେ, ସଦାପ୍ରଭୁ ସମସ୍ତଙ୍କ ପ୍ରାର୍ଥନା ଗ୍ରହଣ କରିବେ। ସଦାପ୍ରଭୁ ସେ ପ୍ରାର୍ଥନାର ଉତ୍ତର ଦେବେ। କେବଳ ଆପଣ ପ୍ରଭୁଙ୍କର ଇଚ୍ଛା ଯେତେବେଳେ ଜୀବନ କାଟିବ, ପ୍ରଭୁଙ୍କର ଇଚ୍ଛା ନେଇ ଚାଲିବ, ତାପରେ ଆପଣ ପ୍ରାର୍ଥନା ପ୍ରଭୁ ଉତ୍ତର ଦେବେ। ଯେମିତି ଆମେ ଦେଖୁଛୁ ଦାନିଏଲଙ୍କ ବିଷୟରେ, ଦାନିଏଲ 21 ଦିନ ଉପବାସରେ ପ୍ରାର୍ଥନା ବସିଥିଲେ, ତାଙ୍କର ପ୍ରାର୍ଥନାର ଉତ୍ତର ଆସିଗଲେ। ଦୁଷ୍ଟ ଆତ୍ମାମାନେ ଛିକିଲେ। ଯେତେବେଳେ ଦାନିଏଲ ପ୍ରାର୍ଥନା କଲେ, ସେ ଦୁଷ୍ଟ ଆତ୍ମାମାନେ ଛିଡ଼ିକି ବି ସେ ପ୍ରାର୍ଥନାର ଉତ୍ତର ଆସିଲା। ସେଥିଲାଗି କ'ଣ ପାଇଁ ଆମମାନଙ୍କ ପ୍ରାର୍ଥନା ସଦାପ୍ରଭୁ ଜୀବିତ ପରମେଶ୍ୱର ଶୁଣୁଅଛନ୍ତି। କ'ଣ ସଦାପ୍ରଭୁ ମୋର ପ୍ରାର୍ଥନା ଗ୍ରହଣ କରିବି। ଆପଣ ଯେଉଁ ପ୍ରାର୍ଥନା କରୁଛ, ବର୍ଷ ମାସ ଦିନ କି ଘଣ୍ଟାଟେ କି 5 ମିନିଟ୍ କି 10 ମିନିଟ୍ ପ୍ରାର୍ଥନା ପରମେଶ୍ୱର ଗ୍ରହଣ କରୁଛନ୍ତି, ଶୁଣୁଛନ୍ତି। ଆମର ପ୍ରାର୍ଥନା ଯଦି ଖିଆଲି ନାହିଁ, ଆମେ ଯଦି ପ୍ରାର୍ଥନା କରୁ ପ୍ରଭୁଙ୍କ ସହିତ, ଯଦି ପ୍ରଥମେ ଆମେ ସମର୍ପଣ ହେବାର ଅଛି, ପ୍ରଭୁଙ୍କର ଇଚ୍ଛା ନେଇ ଜୀବନ କାଟନ୍ତି, ତାପରେ ପ୍ରଭୁ ଆମର ପ୍ରାର୍ଥନା ଶୁଣିବେ, ପ୍ରାର୍ଥନାର ଉତ୍ତର ଦେବେ। ଆମେ ଧୈର୍ଯ୍ୟ ଧରି ପ୍ରଭୁଙ୍କର ଉପସ୍ଥିତିରେ ରହିବା, ପ୍ରଭୁ ଆମକୁ ସେ ପ୍ରାର୍ଥନାର ଉତ୍ତର ଦେବେ।
ପ୍ରିୟ ଲୋକମାନେ। ଯେମିତି ଆମେ ଦେଖୁଛୁ କ'ଣ ଯାହାକି ଆଇବଙ୍କର ବିଷୟରେ ଆଇବ ଯେତିକି ତାର ଚାରିଆଡ଼େ ଯେତେ ପ୍ରାର୍ଥ ପ୍ରଭୁ ତୁମେ ଦେଇଦ ତୁମେ ଧନ୍ୟ। ଶେଷ ସମୟରେ ଆଇବକୁ ଡବଲ ଦିଆଗଲା, ଆଇବକୁ ଡବଲ ଦିଆଗଲା। ତିଫାନ ବି ପ୍ରାର୍ଥନା କରେ, ତିଫାନ ପ୍ରଭୁ ସାହାଯ୍ୟ କରେ। ଜୋନସ ବି ପ୍ରାର୍ଥନା, ଜୋନସ ବି ପ୍ରଭୁ ସାହାଯ୍ୟ କରେ। ସେଇଭଳିଆ ଆଜି ଆମର ପ୍ରାର୍ଥନା ଶୁଣାଯାଉ ନାହିଁ ବୋଲିକି ପ୍ରିୟ ଲୋକମାନେ, ପ୍ରିୟ ମଣ୍ଡଳୀ ବିଶ୍ୱାସ କର ନାହିଁ। ପ୍ରଭୁରେ ବିଶ୍ୱାସ କର, ପ୍ରଭୁ ମୋର ପ୍ରାର୍ଥନା ମୋର ନିବେଦନ ଶୁଣିଅଛନ୍ତି। ଆପଣ ଯଦି ଖରାପ ଜିନିଷରେ ପ୍ରାର୍ଥନା କର ସେଟା ଉତ୍ତର ଆସିବ। ଯେଟା ପ୍ରଭୁଙ୍କର ଇଚ୍ଛାରେ ପ୍ରାର୍ଥନା କରିବ ସେ ପ୍ରାର୍ଥନାର ନିବେଦନ ପ୍ରଭୁ ଗ୍ରହଣ କରିବେ। ଆଜି ମନ ଇଚ୍ଛା ମାଗିଲେ ପ୍ରଭୁ ଦେବେ ନାହିଁ। ପ୍ରଭୁ ତୁମର ଇଚ୍ଛା ନାହିଁ ମୋର ପ୍ରାର୍ଥନା ଗ୍ରହଣ, ପ୍ରଭୁ ତୁମର ଇଚ୍ଛା ନାହିଁ। ଆମେ ଯେଉଁ ଜିନିଷ ଆବଶ୍ୟକ ନାହିଁ ସେ ଜିନିଷ ଯଦି ପ୍ରଭୁକୁ ଜଣାଇବା ପ୍ରଭୁ କଦାପି ଶୁଣିବେ ନାହିଁ। ପ୍ରଭୁଙ୍କ ଦ୍ୱାରା ଉତ୍ତମ ଜିନିଷ ଆମେ କାମ କ୍ଷେତ୍ର କଲେ ବି କି ଯଦି ଚାକିରି କରୁନୁ କି ପାରିବାରିକ କି ପରିବାର ଚଳିବା ପାଇଁ କି ସମାଜରେ ଚଳିବା ପାଇଁ ସେ ଜିନିଷ ଯଦି ଉତ୍ତମ ଜିନିଷ ମାଗୁଛୁ ପ୍ରଭୁ ଆମର ପ୍ରାର୍ଥନା ସ୍ୱର୍ଗରେ ଗ୍ରହଣ କରୁନି। ସେ ପ୍ରାର୍ଥନାର ଉତ୍ତର ଅଳ୍ପ ଦିନ ମିଳିବ। ମେନ୍ ହେଲା ଆଜି ପରମେଶ୍ୱରକୁ ଯେଉଁମାନେ ବିଶ୍ୱାସ କରୁଛ ଯୀଶୁ ଖ୍ରୀଷ୍ଟକୁ ବିଶ୍ୱାସ, ଆପଣ ପ୍ରାର୍ଥନା ବ୍ୟର୍ଥ ବୋଲି ଭାବ ନାହିଁ। ପ୍ରାର୍ଥନାର ସବୁ ଉତ୍ତର ଆସୁଅଛି। ପ୍ରାର୍ଥନା ଦ୍ୱାରା ଆମେ ସବୁ କିଛି କରିପାରିବା। ପ୍ରାର୍ଥନା ଦ୍ୱାରା ଆମେ ସବୁ ଆଗକୁ ବଢ଼ିପାରିବା। ଯାହାକି ଆଜି ଆମେ ଦେଖୁଅଛୁ ଯୀଶୁ ଖ୍ରୀଷ୍ଟ ଯେତେ ପ୍ରାର୍ଥନାରେ 12ଟା ଶିଷ୍ୟ କରିଥିଲେ। ସେ ପ୍ରାର୍ଥନା ଦ୍ୱାରା ଆଜି ତାଙ୍କର ଶିଷ୍ୟମାନଙ୍କ ଦ୍ୱାରା ଆଜି ଆମମାନଙ୍କ ଦ୍ୱାରା ପ୍ରାର୍ଥନା ଦ୍ୱାରା ଅନେକ ଲୋକ ଉଦ୍ଧାର ପାଉଛନ୍ତି। ଆମମାନଙ୍କ ଦ୍ୱାରା ପ୍ରାର୍ଥନା ଅନେକ ପରିବାର ଶାନ୍ତି ପାଉଛନ୍ତି। ଆମ ପ୍ରାର୍ଥନା ଦ୍ୱାରା ଅନେକ ପରିବାର ଖୁସିରେ ରହୁଛନ୍ତି। ସେ ଅଧିକାର ପରମେଶ୍ୱର ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ଦେଇଅଛନ୍ତି। ଯେ ଦାଉଦକୁ ଦିଆଯାଏ, ଦାଉଦଙ୍କର ପ୍ରାର୍ଥନା ଯଦି ପରମେଶ୍ୱର ଗ୍ରହଣ କରିଲେ ଆଜି ଆମମାନଙ୍କ ପ୍ରାର୍ଥନା ନିବେଦନ ପରମେଶ୍ୱର ବି ଗ୍ରହଣ କରୁଅଛନ୍ତି। ଯେଉଁମାନେ ଅବିଶ୍ୱାସରେ ପ୍ରାର୍ଥନାର ପ୍ରଭୁ ଶୁଣିବେନି, ବିଶ୍ୱାସରେ ଆଜି ମୋର ପ୍ରାର୍ଥନା ପରମେଶ୍ୱର ଶୁଣିବେ ବୋଲି ଯେତେବେଳେ ଆପଣ ବିଶ୍ୱାସ କରୁଛ ପ୍ରଭୁ ଆପଣମାନଙ୍କର ପ୍ରାର୍ଥନା ଶୁଣିବେ। ଦାଉଦ କେବେ କନଫ୍ୟୁଜ, ମୁଁ ଯେତେକ ପ୍ରାର୍ଥନା କରୁଛି ପ୍ରଭୁ ମୋର ପ୍ରାର୍ଥନାର ଉତ୍ତର ଦେଇଛନ୍ତି। ଜଣେ ଯଦି ପ୍ରାର୍ଥନାକାରୀ ସେ କେବେ ବି ଲଜ୍ଜିତ ହେବ ନାହିଁ। ଗୋଟିଏ ସମୟ ଗୋଟେ ଠିକ୍ ସମୟ, କରେକ୍ଟ ସମୟ, ସେ କରେକ୍ଟ ସମୟ ହେଲେ ପ୍ରଭୁ ଆମକୁ ସାହାଯ୍ୟ କରିବେ। ଗୋଟେ ବୟସ ଅଛି, ଗୋଟେ ସୀମା ଅଛି, ସେ ସୀମା ଭିତରେ ରହିଲେ ସୀମା ଭିତରେ ଯଦି ଆମେ ଚାଲିବା ସେ ସୀମା ଭିତରେ ପ୍ରାର୍ଥନା କଲେ ପ୍ରଭୁ ଆମର ପ୍ରାର୍ଥନାର ଉତ୍ତର ସବୁ ଦେବେ। ସୀମା ବାହାରେ ପ୍ରାର୍ଥନାରେ ଆମର ଯେମିତି ଆବଶ୍ୟକ ଯଦି ପ୍ରାର୍ଥନା ସେ ଜିନିଷ ମିଳିବ ନାହିଁ। ଆମେ ଯେତିକି ଆବଶ୍ୟକ ସେତିକି ଜିନିଷ ମାଗିଲେ ପ୍ରଭୁ ଆମକୁ ସେ ଉତ୍ତର ଦେବେ। ଆମର ନିବେଦନ, ଆମର କଥା, ଆମର ଦୁଃଖ ପ୍ରଭୁ ଜାଣନ୍ତି। କହିବା ପୂର୍ବରୁ, ମାଗିବା ପୂର୍ବରୁ ପ୍ରଭୁ ଯାଚିକି ଦିଅନ୍ତି। କେବଳ ଆମେ ପ୍ରଭୁକୁ ଯେ ନିବେଦନ କ'ଣ ସଦାବେଳେ ମୋହର ନିବେଦନ ଶୁଣୁଅଛନ୍ତି। ଆମେ ନିବେଦନର ଅର୍ଥ କ'ଣ? ଯଦି ଆମେ ପ୍ରାର୍ଥନା କରୁଛୁ ପ୍ରଭୁକୁ କହୁ ପ୍ରଭୁ ଏ ଜିନିଷ କରେ, ସେ ଜିନିଷ କରେ, ସେ ଜିନିଷ କରେ, ପ୍ରଭୁ ତେବେ ସାହାଯ୍ୟ କର ବୋଲି କହୁଛୁ। ସେଥିପାଇଁ ପ୍ରଭୁ ଆମେ ପ୍ରାର୍ଥନା ପ୍ରଭୁ ମୋ ପରିବାରକୁ ଶାନ୍ତିରେ ରଖେ, ମୋର ସମାଜକୁ, ମୋର ଦେଶକୁ, ମୋର ରାଜ୍ୟକୁ, ଆମର ପରିବାରରେ ଅଭାବ ଅନାଟନ ନ ଆସୁ। ପ୍ରଭୁ ତୁମ ଇଚ୍ଛା ଅନୁଯାୟୀ ଚାଲରେ ସାହାଯ୍ୟ କର। ପ୍ରଭୁ ଆମେ କିନ୍ତୁ ଅନେକ ଆତ୍ମା ଉଦାହରଣ ସେମିତି ପ୍ରାର୍ଥନା ଦେଇ ପ୍ରଭୁ ଗ୍ରହଣ କରନ୍ତି। ପ୍ରଭୁ ଆମକୁ ସାହାଯ୍ୟ କରିବେ। ଏହି ଛୋଟିଆ ବାକ୍ୟ ଦେଇ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରିକି ସମାପ୍ତ କରିବା।
हालेलुया धन्यवाद यीशु पवित्र परमेश्वर बाप्पा ते महान परमेश्वर আমরা প্রার্থনা নিবেদন করে প্রভু গ্রহণ করুন উত্তর ধন্যবাদ যীশু বাপা এই বাক্য যৌবানে শুনুଛନ୍ତି প্রভু শুনিবে পরমেশ্বর প্রভু প্রভু ପ୍ରାର୍ଥନା এই ବାକ୍ୟ ମାଧ୍ୟମରେ ପ୍ରଭୁ ତାକୁ ପ୍ରାର୍ଥନାରେ ଉତ୍ତର ଆସିବ ପାଇବେ ପ୍ରଭୁ ନିଜ ଜୀବନ ଲାଗୁ କରି ଆଗକୁ ବଢ଼ି ସାଧନ ପ୍ରଭୁ ପ୍ରାର୍ଥନା ଶୁଣନ୍ତୁ ଛୋଟ ପ୍ରାର୍ଥନା ପ୍ରଭୁ ଯୀଶୁ ନେଉଛି ଆମେନ୍ ସମସ୍ତଙ୍କୁ ପ୍ରେଜ୍ ଲର୍ଡ ଅନ୍ୟମାନଙ୍କ ବି ସେୟାର କରିବ ଯେମିତି ଅଧିକ ମାତ୍ରାରେ ପ୍ରଭୁଙ୍କର ବାକ୍ୟ ସମସ୍ତେ ଶିଖିକି ଆଗକୁ ବଢ଼ିବେ ସମସ୍ତଙ୍କୁ ପ୍ରେଜ୍ ଲର୍ଡ।